ये कहना से भाई बहुत ढेर हैरान हो कष्ट पड़े ना घास ये पत्र गुड़ा कौन हम कि गोटे ভিটামিন জনিত ঘাস এটা হচ্ছে কন্দ চাষ হইলা না সে কন্দমূল সব কাটিকি গরুଙ୍କୁ তো বর্তমান খরা দিন ঘাস ফাস নাই ଆଉ ଏଇଥିରୁ କେରେ କେରେ ପକେଇ ନେଇ ଖାଉଛନ୍ତି ଆଉ 15-16ଟା ଗୋରୁ ଅଛନ୍ତି ତାଙ୍କୁ ସମ୍ଭାଳିବା ଜଣେ ମଣିଷ 20-22-23 ଜଣ ଖଣ୍ଡେ ଅଛନ୍ତି ତାଙ୍କୁ ସମ୍ଭାଳିବା ଆଉ ସମସ୍ତଙ୍କ କତର ଦାନା ଗଣ୍ଡା ଗଣ୍ଡେ ପକେଇବାକୁ ପଡ଼ୁଛି ଆଉ ଏଇ ଯେଉଁ ସବୁ ବିକାବିକି କରିଦେଉଛନ୍ତି ମୁସଲମାନଙ୍କ ଗୋରୁ ତାଙ୍କୁ ଆଣିକି ଟିକେ ପାଖର ରଖିକି ତାଙ୍କୁ କେରେ କେରେ ଘାସ ଦିଆହେଉଛି ଆଉ ଘାସ କେରେ ପାଉନାହାନ୍ତି ଗୋରୁ କ'ଣ କରିବା ସମାଜର ଯେପର୍ଯ୍ୟନ୍ତ ଜୀବନ ମଣିଷର ଅଛି ଏଇର ଟିକେ ସେବା କରିକି ଦିନଟା ବିତେଇ ଦେବା ଦରକାର ନହେଲେ ଆଉ କାହାକୁ କ'ଣ ମଣିଷ କାଠ ଜୀବନକୁ ଯାହାର ଅଛି ତାକୁ ଟିକେ ଭଲ ପାଇବା ଦରକାର ଆଉ ମଣିଷ ତ ଖାଲି ଏଇଠି ମନ୍ଦିର ତୁଳିବ ଇଟା ବାଲି ଚିପ୍ସ ପାହାଡ଼ ଫୁଟେଇକରି ଇଟା ବାଲି ଚିପ୍ସ ଆଣିବ ସେଇଥିରେ ବ୍ୟସ୍ତ ରହିଲା ଆଉ ଇଏ ଜୀବନ ଥିବା ଲୋକଙ୍କୁ ବଳି ପକେଇଲା ଆଉ ଗୋଟେ ଗାଈ ଆସିନି ନା ଆସିନି ତେଣୁ ମଣିଷ ତ ଆଉ ଜୀବନ ଥିବା ମଣିଷକୁ ଜୀବକୁ ଆଉ ଭଲ ପାଇଲାନି ଭଲ ସେଇଆକୁ ପାଇଲା କାଠ ପଥର ଆଉ ରଙ୍ଗ ଇଟା ବାଲି ଚିପ୍ସ ସେ ଭଲ ପାଇଲା ମଣିଷ କୋଟି କୋଟି ଟଙ୍କା ଇନକମ୍ କରୁଛି ହେଲେ ପାହାଡ଼କୁ ଫଟେଇକରି ଇଟା ବାଲି ଚିପ୍ସ କିଣି ଆଉ ବଡ଼ ବଡ଼ ବିଲ୍ଡିଂ ସବୁ ତିଆରି କରୁଛି କିନ୍ତୁ ମଣିଷ ଆଉ ଜୀବକୁ ଭଲ ପାଇଲାନି ମଣିଷକୁ ମଣିଷ ଆଉ ଭଲ ପାଉନି ଆଉ କେବଳ ଟଙ୍କା ପଇସା ସୁନା ରୂପା ଏ ସବୁ ଭଲ ପାଇଲା ଆଉ ହେଲେ ମୋର ଜୀବନର ସେସବୁ କରିକି ଲାଭ କ'ଣ ହେବ ଏଇ ଟଙ୍କା ପଇସା ରୋଜଗାର କରିକି ବି ହେବ କ'ଣ ଆଉ କେବଳ ତାକୁ ଜଗିତେ ଲୋକ କାହିଁ ଏଇ ମନ୍ଦିରରେ ସବୁ ଆଣିକି କୋଟି କୋଟି ଟଙ୍କା ସବୁ ଢାଳି ଦେଇଛନ୍ତି ସେ କୋଟି କୋଟି ଟଙ୍କା ଜଗିବା ପାଇଁ ଆଉ ସେ କୋଟି କୋଟି ଟଙ୍କାକୁ ଜଗିବା ପାଇଁ ତା ପାଇଁ ସିକ୍ୟୁରିଟି ଗାର୍ଡ଼ ଦରକାର ତାଙ୍କ ପାଇଁ ପୁଣି ଲକ୍ଷ ଲକ୍ଷ ଟଙ୍କା ଦରକାର ଏଇସବୁ କଥା ଆମେ ଚିନ୍ତା ତ ମଣିଷ ଚିନ୍ତାହୀନ ହେଇଯାଇଛି ଆଉ ବିଚାର ବିହୀନ ଭାବରେ ମଣିଷ ବଞ୍ଚୁଛି ତେଣୁ ପ୍ରକୃତର ସତ୍ୟ ବିଚାର ଏ ମଣିଷ ପାଖରେ ତିଆରି ହେବାଟା ବହୁତ କଷ୍ଟ ତେଣୁ ଅନେକ ଲୋକ ବି ଗାଳି ମନ୍ଦ ବି କରୁଛନ୍ତି ହେଲେ ଗାଳି ଦିଅନ୍ତୁ ମୁଁ ତାକୁ ଖୁସିରେ ତାକୁ ଆଦର ଦେଉଛି ଆଉ ଅନେକ ଲୋକଙ୍କର ଗାଳି ମନ୍ଦକୁ ସତ କଥା ସିନା କହୁଛି ଏଇ ସତ କଥା କହିବା ଭିତରେ ଲୋକ ଯେତେବେଳେ ଗାଳି ଦେଉଛନ୍ତି ମୋତେ ତାକୁ ହଜମ କରିଦେବାର ଶକ୍ତି ମଧ୍ୟ ମୋ ପାଖର ତିଆରି ହେଇଯାଉଛି ତେଣୁ ସବୁ ହଜମ ହେଇଯାଉଛି ଆଉ କ'ଣ ଆଉ ଅଧିକା କହିବି ତେଣୁ ପ୍ରତ୍ୟେକ ଦିନ ଜୀବନ ଥିବା ପର୍ଯ୍ୟନ୍ତ ଶରୀର ବଳ ଥିବା ପର୍ଯ୍ୟନ୍ତ ଏଇର ଟିକେ ସେବା କରି ଚାଲିଥିବା